ସକାଳୁ କାମ ସାରି ପୁଅକୁ ମୁଁ ଅଙ୍ଗନବାଡ଼ି ଯିବା ପୂର୍ବରୁ ଅଧଘଣ୍ଟା ପାଇଁ ହଉ ପଛେ ପାଠ ପଢ଼ା ପାଇଁ ବସେଇଦିଏ। ସକାଳେ ପ୍ରାୟ ପାଠ ମୁଁ ପଢ଼େଇ ପାରେନି, ସେଥିପାଇଁ ଟାଇମ୍ ହୁଏନି। ତାପରେ ଫାଷ୍ଟ ଟାଇମ୍ ପାଇଁ ଫୁଲ ଛତୁ କରିବି, ଛତୁକୁ ପୁରା ଭଲ ଭାବରେ ବାଛିଦେଲି। ଫୁଲ ଛତୁ କେବେ ବି କରିନଥିଲି କି ମୁଁ ପୂର୍ବରୁ ବି ଖାଏ ନା, ଏବେ ତ ସବୁ ଖାଉଛି। ତାପରେ ସମସ୍ତେ ଏମିତିରେ ବାହାଘର ପୂର୍ବରୁ ଟିକେ ନଖରା ଦେଖାନ୍ତି, ମୁଁ ବି ଟିକେ ଅଧିକ ନଖରା ଦେଖାଉଛି। ତାପରେ ଛତୁକୁ ପୁରା ମାନେ ଭଲ ଭାବରେ ବାଛିଦେଲି, ବାଛିକି ଧୋଇଦେଲି ପରିଷ୍କାର ହେଇଯିବ ବୋଲି, କାହିଁକିନା ମାନେ ଛତୁଟା ଯେତେବେଳେ ବାହାରେ ଫୁଟିଥିଲା ନା, ସେଥିପାଇଁ ତାକୁ ପରିଷ୍କାର କରିବା ପାଇଁ ପୁରା ଭଲ ଭାବରେ ବାଛିଦେଲି। ତାପରେ ସାହିରେ ବି ଗୋଟେ ଭୋଜି ଥିଲା, ବାପା ମାଆ ସେଠି ଯିବେ ଖାଇବାକୁ। ଏମିତିରେ ପୁଅର ମୋର ଖାଲି ଯାହା ଖାଇବୁ, ସେଥିପାଇଁ ପୁଅ ପାଇଁ ଯେଉଁ ସାଧା କରେ ମୁଁ ମୋ ପାଇଁ ସେଇଥିରେ ହିଁ ଖାଇଦିଏ, ଆଉ କିଛି ଅଲଗା କରେନି। ତାର ମୋତେ ବି ପସନ୍ଦ ଟିକେ ସାଧା ଖାଇବାକୁ, ଏମିତିରେ ତେଲ ମସଲା ମୋତେ ବି ବେଶୀ ପସନ୍ଦ। ତା ପାଇଁ ଯେଉଁ ମାନେ ସାଧା ବି ଯାହା କରେ ସେଇଥିରେ ହିଁ ଟିକେ ଅଧିକ କରିଦିଏ, ପୁଅର ମୋର ମିଶିକି ଖାଇଦେଉ। ତାପରେ ଆଳୁକୁ କାଟିଥିଲି ପୁରା ଛତୁର ପକେଇବି ବୋଲି, ପୁଣି ଭାବିଲି ଏକାଥରେ ଖାଇବି କାହିଁକି କାଟୁଥିଲି, ହଉ ଛାଡ଼ନ୍ତୁ ଯଦି ବି କାଟି ଦେଇଛି। ତାର ପୁରା ମାନେ ଆଜି ଓଡ଼ିଆ ଖାଇବା, ମାନେ ଏମିତିରେ ବି ଲଙ୍କା ବି ପକେଇଲେ, କାହିଁକିନା ପୁଅ ଖାଇବ ବୋଲି ଲଙ୍କା ବି ପକେଇଲେ, ସେଥିପାଇଁ ମୋର ବି ଚଳିଯାଏ। ତାପରେ ଆଜି ପୁଣି ମାନେ ବିଶ୍ୱକର୍ମା ଠାକୁର ବସାଇଲା ପରେ ଆଜି ପୁଣି ବିଶ୍ୱକର୍ମା ଭସାଣି ବି ଅଛି। ଆଉ ମୁଁ ସେଥିପାଇଁ ବି ପୁରା ତରତର ହେଉଛି, ମାନେ କେମିତି ଶୀଘ୍ର ରୋଷେଇ ସାରି ଦେଇକି, ଯଦି ସକାଳେ ବି ଟିକେ ଭଲରେ ଖାଇନଥିଲି, ଖାଲି ଜଳଖିଆ ଟିକେ କ'ଣ ଖାଇଥିଲି, ଶୀଘ୍ର ରୋଷେଇ ସାରି ଦେଇ ଖାଇ ଦେଇଯିବି ଠାକୁର ଦେଖିବାକୁ। କିନ୍ତୁ ସେଥିପାଇଁ ହେଇପାରୁନି, କାରଣ ଆମ ସାହିରେ ପ୍ରାୟ ଲୋକଙ୍କର ରୋଷେଇ ନାହିଁ ବୋଲି ସେମାନେ ପୁରା ବସିକି ଗପସପ କରୁଛନ୍ତି, ମୋ ମାଇଣ୍ଡଟା ପୁରା ସେଇଠି ରହିଯାଉଛି, ସେମାନଙ୍କ ସହିତ ପଦେ କଥା ହେଇଯାଉଛି, ସେଥିପାଇଁ ମୋର ବି ପୁରା ଲେଟ୍ ହେଇଗଲାଣି। ଆଉ ଜାଣନ୍ତୁ, ଆଉ ବିଶ୍ୱକର୍ମା ଭସାଣି ଏବେ ଆପଣମାନଙ୍କୁ ନିଶ୍ଚିନ୍ତ ଦେଖେଇବି ପୁରା କେତେ ସୁନ୍ଦର ଭାବରେ ଠାକୁରଙ୍କ ଭସାଣି ହେଉଛି। ଆଉ ମୁଁ ଏକା ଦେଖିନି, ଆପଣମାନଙ୍କୁ ନିଶ୍ଚିନ୍ତ ପୁରା ଭଲ ଭାବରେ ଆପଣଙ୍କୁ ବି ଦେଖେଇବି କି କେତେ ସୁନ୍ଦର ଭାବରେ ବିଶ୍ୱକର୍ମା ଭସାଣି ହେବ। ଆଉ ଦେଖିବି ଖାସ୍ କରି ଗାଁର ସବୁ ପୂଜା ପର୍ବରେ ଯାହା ବି ମାନେ ଭଲ ଭସାଣି ହୁଏ, ଆଉ ଠାକୁରଙ୍କ ସବୁ ପୂଜା ପର୍ବରେ କିନ୍ତୁ ବସେ। ମୋ ମାନେ ପୁରା ଡାଲମା ଛୁଙ୍କଟା ବି ସରିଗଲା। ତାପରେ ଛତୁକୁ ଖାଲି ଏମିତି ପିଆଜ ଟିକେ ଅଧିକ ପକେଇକି ପୁରା ଛତୁକୁ ଟିକେ ପୁରା ଭଲ ଭାବରେ ଭାଜିଦେଲି। ତାପରେ ଛତୁକୁ ଖାଲି ଏମିତି ତେଲରେ ପିଆଜ ଟିକେ ପକେଇକି, ମାନେ ବେଶୀ କିଛି ଅଧିକା କିଛି ପକେଇନି, ଲଙ୍କା ବି ପକେଇନି, ଖାଲି ବାସ୍ ପିଆଜ ଟିକେ ଭାଜିଦେଲି। ତାପରେ ଦେଖନ୍ତୁ ଠାକୁର କେତେ ସୁନ୍ଦର ହେଇଛି, ଖାସ୍ କରି ଛୋଟ ହନୁମାନଟି ପୁରା ସମସ୍ତଙ୍କ ମନ ହିଁ କିଣିନେଲା। ସତରେ ଏମିତି କେତେ ହିଁ ଭଲ ଲାଗେ ନା, ଏମିତି ପୁରା ଓଡ଼ିଆ ପାରମ୍ପରିକ ଅନୁସାରେ, ମାନେ ଓଡ଼ିଆ ସାଂସ୍କୃତିକ ଅନୁସାରେ ଏମିତି ପୁରା ଭଜନ କୀର୍ତ୍ତନ ହେଉଥିବ, ଡିଜେ ଫିଜେ ବାଜୁଥିବ, ଢୋଲ ବାଜୁଥିବ, ସେଇଟା କେତେ ଭଲ ଲାଗେ। ଏମିତି ଠାକୁରଙ୍କ ଭସାଣି ହେଲେ ଏଠି ଡିଜେ ଲାଇଟ୍ ମାନେ ତାଠୁ ବହୁତ ଭାବରେ ଡାକ, ମୋତେ ଏଇଟା ହିଁ ବହୁତ ପସନ୍ଦ ଲାଗେ। ଆଉ ଏମିତି ଭଜନ କୀର୍ତ୍ତନ ହେଉଥିବ, ଠାକୁରଙ୍କ ନାମ ଶୁଣିକି ମନଟା ବହୁତ ଭଲ ଲାଗେ। ମନରେ ଗୋଟେ କ'ଣ କୁହନ୍ତି, ମନରେ ଗୋଟେ ଭକ୍ତି ଭାବନା ଟିକେ ଜାଗେ, ଭକ୍ତିଟା ହିଁ ଏମିତି ବହୁତ ଭଲ ଲାଗେ। ଆପଣମାନଙ୍କୁ କେମିତି ଲାଗେ ମୋତେ ନିଶ୍ଚିନ୍ତ ଜଣାଇବେ। ଆଉ ମୋତେ ସେ ଡିଜେ ଲାଇଟ୍ ତାଠୁ ବହୁତ ଭଲ ଲାଗେ, ଏମିତି ବି ସବୁ ଜାଗାରେ ବସାନ୍ତି, କେତେ ବହୁତ ଭିଡ଼ ହିଁ ହୁଅନ୍ତି। ଆଉ ଦେଖନ୍ତୁ କେତେ ସୁନ୍ଦର ଭସାଣି, କେତେ ସୁନ୍ଦର ରାଧାକୃଷ୍ଣ ବି ନାଚୁଛନ୍ତି, ବହୁତ ଭଲ ହିଁ ଲାଗୁଛି। ଜୟ Out.